ହାଏ ସାଙ୍ଗମାନେ, ଶୁଭ ସକାଳ। ଆସନ୍ତୁ ବୁଲିଯିବା ଆମ ଗାଁ ମନ୍ଦିର, ବାବା ଅର୍ଜୁନେଶ୍ୱର ମନ୍ଦିର। ବର୍ତ୍ତମାନ ସକାଳର ସମୟ ହେଉଛି 5:30। ଆଜି କାର୍ତ୍ତିକ ମାସର ଫାଷ୍ଟ ସୋମବାର। ମୁଁ ଆଉ ମୋ ନଣନ୍ଦ ଦୁହେଁ ଚାଲିଲୁ ଆମ ମନ୍ଦିରକୁ। ସକାଳୁ ସକାଳୁ ମନ୍ଦିରକୁ ଯାଇକି ସେଠି ମୁରୁଜ ପାଙ୍କିବାର ଥିଲା ଟିକେ। ସବୁବେଳେ ତ ଯିବା ମୋ ପାଇଁ ପସିବୁଲ୍ ନୁହେଁ, କାହିଁକି ନା ମୋର ଝିଅକୁ ଥଣ୍ଡା ହେଇଯିବ। ଦେଖନ୍ତୁ, ଏଇଟା ଆମ ମନ୍ଦିର ଭିତରେ ଥିବା ଚଉରା ପାଖେ ଚିତ୍ରରେ ମୁରୁଜ ଆଙ୍କିଛୁ। ଏଇଟା ହେଉଛି ଆମର ମନ୍ଦିରର ମେନ୍ ବାବାଙ୍କର ଆସ୍ଥାନ, ବାବା ଅର୍ଜୁନେଶ୍ୱର। ଓମ୍ ନମଃ ଶିବାୟ। ବାବା ଦେଖନ୍ତୁ ବାବାଙ୍କର। ଏହା ମନ୍ଦିର ଚାରିପାଖର ଦୃଶ୍ୟ। ସବୁଠି ଛୋଟ ଛୋଟ ମୁରୁଜ ପକେଇ ଦେଇଥିଲୁ। ଲାଷ୍ଟ 5 daysରେ ଭଲସେ ଆମେ ପକେଇବୁ, ତାର ଭିଡ଼ିଓଟି ବି ଆପଣମାନଙ୍କ ସହିତ ସେୟାର କରିବି। ମୋତେ ସପୋର୍ଟ କରିଛନ୍ତି ମୋର ସ୍ମଲ୍ ସିଷ୍ଟର ଇନ୍ ଲ ଟବୁ। ଏଇଟା ମନ୍ଦିରର ବ୍ୟାକ୍ ସାଇଡ୍। ଯେହେତୁ ଭିଡ଼ିଓଟି ଟବୁ ବନଉଛି, ସେ ତାର ମନ ଇଚ୍ଛାରେ ବନଉଛନ୍ତି ଆଉ। ଏହା ହେଉଛି ଆମର ଦୟାନଦୀ। ଦୟାନଦୀ ସାଇଡ଼୍ରେ ବାବା ଅର୍ଜୁନେଶ୍ୱରଙ୍କର ମନ୍ଦିର ଅବସ୍ଥିତ। ଏ ମା ପାର୍ବତୀଙ୍କର ମନ୍ଦିର। ଏଠି ବି ଛୋଟିଆ ମୁରୁଜଟେ ପକେଇଦେଲି। ବହୁତ ସୁନ୍ଦର ଲାଗେ ମୋତେ ଆକ୍ଚୁଆଲି। ମୁଁ ତ କ୍ଲିଅରଲି କରିପାରୁନି, କାରଣ ଭିଡ଼ିଓଟି ମୋର ନଣନ୍ଦ କରୁଛନ୍ତି ଯେହେତୁ ତାଙ୍କର ଯେଉଁ ଆଙ୍ଗେଲରେ କ୍ୟାମେରା ଆଜି ସବୁ ସୁଟ୍ କରୁଛନ୍ତି ଆଉ। ଯେହେତୁ ଗାଁ, ମୁଁ ତ ଫୋନ୍ ଧରିକି ଭିଡ଼ିଓ ବନେଇ ପାରିବିନି, ସେ ହିଁ ସବୁ କରୁଛନ୍ତି। ଏଟା ଏଣ୍ଟ୍ରି ଗେଟ୍। ଆମର ପୂଜା ସରିଗଲା, ମୁରୁଜ ବି ପକେଇବା ସରିଗଲା, ଭୋଗ କରିବା ସରିଗଲା। ଏବେ ଚାଲିଲୁ ଘରକୁ। ଘରୁ ଆସିଲାକୁ ଗୁନୁ ମୋର କେମିତି ଛାତରେ ଖେଳୁଛି। ସେ ଉଠି ଯାଇଥିଲା।